ଶ୍ରୀ ଶ୍ରୀ ଟିକିବାବା ଆଦର୍ଶ ଶିକ୍ଷା ସଂସ୍ଥାନର ବାର୍ଷିକ ଉତ୍ସବ। ଆଦର୍ଶର ଶ୍ରେଷ୍ଠ ନିଦର୍ଶନ ଆଦର୍ଶ ଶିକ୍ଷାନୁଷ୍ଠାନ। ବାରଙ୍ଗ ବ୍ଲକ ଅନ୍ତର୍ଗତ ଭାଲୁଙ୍କା ସ୍ଥିତ ଶ୍ରୀ ଶ୍ରୀ ଟିକିବାବା ଆଦର୍ଶ ଶିକ୍ଷା ସଂସ୍ଥାନର 16ତମ ବାର୍ଷିକ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଶିକ୍ଷା ସଂସ୍ଥାନ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଟିକିବାବାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ନେତା ତଥା ପୂର୍ବତନ ରାଜ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର, ମୁଖ୍ୟ ବକ୍ତା ସମାଜସେବୀ ସୁବଳ ବେହେରା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ବାଳକୃଷ୍ଣ ଶବର ତାଙ୍କ ବକ୍ତବ୍ୟରେ କହିଥିଲେ, ଆଦର୍ଶର ଉତ୍କୃଷ୍ଟ ନିଦର୍ଶନ ଏହି ଶିକ୍ଷାନୁଷ୍ଠାନ ମୋତେ ଅଭିଭୂତ କରିଛି। ହେଲେ ଅବହେଳିତ, ଅବିକଶିତ, ଦୁର୍ଗମ ଅଞ୍ଚଳରେ ବିକାଶର ସ୍ୱପ୍ନ ଦେଖି ଯେଉଁ ପ୍ରୟାସ କରାଯାଇଛି, ଏହି ପ୍ରୟାସ ମୋତେ ନତମସ୍ତକ କରିଦିଏ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଜୟ କୁମାର ମୁଦୁଲି, ପରିବେଶବିଦ ବସନ୍ତ କୁମାର ମହାପାତ୍ର, ଶିକ୍ଷା ସଂସ୍ଥାନର ଅଧ୍ୟକ୍ଷ ବନମାଳୀ ଦାସ, ଆଇନଜୀବୀ ଦୁର୍ଗାପ୍ରସାଦ ଶତପଥୀ, ସୁନୀଲ ସିଂ, କେଶରୀ ଶବର, ବିଦ୍ୟାଳୟର ସମ୍ପାଦକ ଅମିତ କେଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ମଞ୍ଚ ପରିଚାଳନା ଏବଂ ବିବରଣୀ ପାଠ କରିଥିଲେ। ଶିକ୍ଷକ ସଞ୍ଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ସଂଗ୍ରାମ କେଶର ଭୋଇ, ଦେବରାଜ ଦାସ, ନିର୍ମଳ ଚନ୍ଦ୍ର ମହାଳିଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀଗଣ। ବାରଙ୍ଗରୁ ରୁଦ୍ରନାରାୟଣ ଷଡ଼ଙ୍ଗୀଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।